ଲାଇଭ୍ର ମହାପ୍ରଭାବ ନ୍ୟୁଜ୍ ପ୍ରସାରଣର 48 ଘଣ୍ଟା ମଧ୍ୟରେ ଦାନାର ମାଝୀଙ୍କ ଘର ଆଗରେ ଦୌଡ଼ି ଆସିଲା କଳାହାଣ୍ଡି ପ୍ରଶାସନ। ଦାନାର ମାଝୀ ଗ୍ରାମ କନକପୁର ପଞ୍ଚାୟତ ପାଇକ କେନ୍ଦୁମୁଣ୍ଡି ବ୍ଲକ ଜୟପାଟଣା ଜିଲ୍ଲା କଳାହାଣ୍ଡି। ତାଙ୍କ ମସ୍ତକ ପାଖରେ ଗୋଟିଏ ଫୁଟବଲ ସାଇଜର ମାଂସପିଣ୍ଡୁଳା ବଢ଼ିଯାଇଛି। ସେ ନ୍ୟୁଜ୍କୁ ଅପରାହ୍ନ ଲାଇଭ୍ ଜିରୋ ଗ୍ରାଉଣ୍ଡରୁ ନ୍ୟୁଜ୍ ପ୍ରସାରଣ କରିଥିଲୁ। ନ୍ୟୁଜ୍ ପ୍ରସାରଣ ପରେ ପାଇକ କେନ୍ଦୁମୁଣ୍ଡିର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା ସେ ତତ୍ପରତା ଦେଖାଇ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସମ୍ପର୍କ ରଖି ଦାନାର ମାଝୀ ବୃଦ୍ଧା ମହିଳାଙ୍କୁ ଉତ୍ତମ ଚିକିତ୍ସା ପାଇଁ କଳାହାଣ୍ଡି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ସଞ୍ଜୀବ ଯୋଶୀ ଆଇନଜୀବୀ ତଥା ବିଜେପିର କାର୍ଯ୍ୟକର୍ତ୍ତା ଯୁବନେତା ଅବିନାଶ ଠାକୁର ବିଜେଡି ବଳଭଦ୍ର ମାଝୀ କଂଗ୍ରେସ ଏମାନେ ତତ୍ପରତା ଦେଖାଇ ବୃଦ୍ଧ ମହିଳାର ଅସ୍ତ୍ରୋପଚାର ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏପଟେ ଏକ ବିଚିତ୍ର ଚିତ୍ର ଆମେ ଦେଖିବାକୁ ପାଇଛୁ। ବର୍ତ୍ତମାନ ଶାସକ ଦଳର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ଦିଶାରୀ ବାରମ୍ବାର ଗୁହାରି ସତ୍ତ୍ୱେ ସେ ଫୋନ୍ ବି ଉଠାଇ ନଥିଲେ। ଆମେ ଯେତେବେଳେ କାଲି ରାତିଠାରୁ ଫୋନ୍ କରି ଆସୁଛୁ ଆମର ଫୋନ୍ ମଧ୍ୟ ଉଠାଇ ନଥିଲେ। ବିଧାୟକ ସୁଖ ଦୁଃଖର ସାଥୀ ହେବା ଦରକାର, କିନ୍ତୁ କାହାକୁ ମଧ୍ୟ ପଠାଇ ନଥିଲେ। ଏଭଳି ବିଧାୟକ ନଥିଲେ ଭଲ ବୋଲି ଆଜି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରୁଦ୍ରପ୍ରସାଦ ମୁଣ୍ଡାଙ୍କ ରିପୋର୍ଟ, ଅପରାହ୍ନ ଲାଇଭ୍।